ଜୟ ଗୁରୁ। ସମସ୍ତ ଦାଦା ଓ ମାମାନଙ୍କୁ ମୋର ଆନ୍ତରିକ ଆନନ୍ଦିତ ଜୟ ଗୁରୁ ଓ ପ୍ରଣାମ। ଆଶା କରେ ସମସ୍ତେ ଭଲରେ ଅଛନ୍ତି। ଆଜି ମୁଁ ଆପଣମାନଙ୍କୁ ପ୍ରସଙ୍ଗ ସତ୍ୟାନ୍ୱେଷଣରୁ କେତୋଟି କଥା କହିବି। ପରମ ପ୍ରେମମୟ ଶ୍ରୀ ଠାକୁରଙ୍କ ସତ୍ୟାନ୍ୱେଷଣରେ ଗୋଟିଏ ବାଣୀ, ଯୋଉ ଭାବ ବିରୁଦ୍ଧ ଭାବ ଦ୍ୱାରା ଆହତ ବା ବ୍ୟାହତ ନ ହୁଏ ତାହା ହିଁ ବିଶ୍ୱାସ। ଶ୍ରୀ ଶ୍ରୀ ପିତୃଦେବ କହୁଛନ୍ତି ଯେ ବିଶ୍ୱାସ ଆସିଗଲେ ସେଥିରୁ ତାକୁ କେହି ମଧ୍ୟ ଟଳେଇ ପାରନ୍ତି ନାହିଁ। ଏ ପ୍ରକାର ସଦା ସର୍ବଦା ହୋଇଆସିଛି। ମନେକର ଠାକୁରଙ୍କ ଦୀକ୍ଷା ନେଇ ଜଣେ ଘରକୁ ଗଲେ, ତାଙ୍କ ଘରେ କୁଳଗୁରୁ ଆସିଛନ୍ତି। ସେ କଥାଟା ଜାଣି ରାଗରେ ଟଗବଗ କରୁଛନ୍ତି, ରାଗିକି ପୁରା ରେଡ୍ ହେଇଯାଇଛି। ସେତେବେଳେ ସେ ଭାଇ ଜଣକ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ, ପୁରୁଷୋତ୍ତମଙ୍କ ଦୀକ୍ଷା ନେଲେ, ସଦ୍ଗୁରୁଙ୍କ ଦୀକ୍ଷା ନେଲେ ଗୁରୁତ୍ୟାଗ ହୁଏ ନାହିଁ। କୁଳଗୁରୁ ପ୍ରଦତ୍ତ ଯାହା କିଛି କର୍ମ ସବୁ କିଛି ତ କରିବି, ତାଠୁ ଆହୁରି ଅଧିକ କରିକି କରିବି। କିନ୍ତୁ ଏତେ କଥା ବୁଝେଇଲା ପରେ ବି କୌଣସି ଗୁଡ୍ ରିଜଲ୍ଟ ପାଇଲେ ନାହିଁ। କିନ୍ତୁ ସେ ଭାଇ ଜଣକ ନିଜ ବିଶ୍ୱାସରୁ ବା ନିଜ କଥାରେ ସେ ଅବିଚଳ ହୋଇ ରହିଲେ। ଯେତେ କାନ୍ଦିଲେ ବି, ଯେତେ ଯାହା କଲେ ବି ସେ ଟିକେ ବି ଭୁଲିଲେ ନାହିଁ। ଏହା ହେଉଛି ବିଶ୍ୱାସ। ଶ୍ରୀ ଶ୍ରୀ ପିତୃଦେବ ପୁଣି କଥା ପ୍ରସଙ୍ଗରେ କହୁଛନ୍ତି ଯେ ଆଖିର ଲୁହ ଦୁଇ ପ୍ରକାର ପରିସ୍ଥିତିରେ ପଡେ। ଗୋଟିଏ ହେଉଛି ବୃତ୍ତି ପ୍ରବୃତ୍ତିର ଧନ୍ଦାରେ, ଆଉ ଗୋଟିଏ ହେଉଛି ପରମ ପିତାଙ୍କର ପାଇଁ। ଭକ୍ତ କେତେବେଳେ ମଧ୍ୟ ନିଜର ଦୁଃଖ କଷ୍ଟ ପାଇ କାନ୍ଦନ୍ତି ନାହିଁ, ଆଉ ତାର ଆଖିରେ ଲୁହ ଆସେ ସେତେବେଳେ ପରମ ପିତାଙ୍କର ଦୟାର କଥା ଚିନ୍ତା କରିକି, ଦୟାର କଥା ସ୍ମରଣ କରି ତାଙ୍କ ଆଖିରେ ଲୁହ ଆସେ। ସେ ନିଜର ସ୍ୱାର୍ଥ ସିଦ୍ଧି ପାଇଁ କେବେ ମଧ୍ୟ କାନ୍ଦନ୍ତି ନାହିଁ। ଯିଏ ନିଜର ସ୍ୱାର୍ଥ ସିଦ୍ଧି ପାଇଁ କାନ୍ଦନ୍ତି, ସେ ସେତେବେଳେ ତାଙ୍କର ମନଟା ସେ ସଂକୀର୍ଣ୍ଣ ହୋଇପଡ଼େ, ତାଙ୍କର ମନଟା ସଂକୁଚିତ ହୋଇଯାଏ। ତେଣୁ ସେଇଭଳି ବ୍ୟକ୍ତିର କଥାରେ କେହି ମଧ୍ୟ ଅନୁପ୍ରେରିତ ହୋଇପାରେନି। ପୌରାଣିକ ଯୁଗରେ ଧ୍ରୁବ, ପ୍ରହ୍ଲାଦ ଏବଂ ଐତିହାସିକ ଯୁଗରେ ରାମପ୍ରସାଦ, ଯବନ ହରିଦାସ, ରୂପ ସନାତନ, ଏମାନଙ୍କ ଜୀବନରେ ଅନେକ ଘଟଣା ଲକ୍ଷ୍ୟ କଲେ ଆମ୍ଭମାନଙ୍କ ଆଖିରେ ଲୁହ ଆପେ ଆପେ ପଳେଇ ଆସେ। ସୁଦାମା, ଏଇ ଆଖିରେ ଲୁହ ଆସିବା ଭିତରେ ଗୋଟିଏ ପ୍ରଶାନ୍ତି ଅଛି, ଗୋଟିଏ ଶାନ୍ତିର ଅନୁଭବ ହୁଏ। ଭକ୍ତ ନିଜର ଦୁଃଖ କଷ୍ଟ ହିଁ ମନେ କରନ୍ତି ନାହିଁ। ସେ ଇଷ୍ଟ ଚିନ୍ତାରେ ଭରପୁର ରହନ୍ତି।
ସେ ଜାଣନ୍ତି ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠା ହିଁ ତାଙ୍କ ଜୀବନର ମୂଳ ଉଦ୍ଦେଶ୍ୟ। ଇଷ୍ଟଙ୍କୁ ପ୍ରତିଷ୍ଠା କରିବା ପାଇଁ ହିଁ ତାଙ୍କର ଜୀବନ। ସୁଶୀଲ ଦା ଶ୍ରୀ ଶ୍ରୀ ପିତୃଦେବଙ୍କୁ କହିଲେ ଯେ ଅନେକ ଲୋକ କହନ୍ତି ଯେ କେବଳ ସେମାନେ ଠାକୁରଙ୍କୁ ମାନନ୍ତି, ବରଦାଙ୍କୁ ମାନନ୍ତି, ଆଉ କାହାକୁ ମାନନ୍ତି ନାହିଁ। ଶ୍ରୀ ଶ୍ରୀ ପିତୃଦେବ କହୁଛନ୍ତି ଯେଉଁମାନେ ଠାକୁରଙ୍କୁ ମାନନ୍ତି, ଠାକୁରଙ୍କ କର୍ମୀମାନଙ୍କ ପ୍ରତି ଶ୍ରଦ୍ଧା ନାହିଁ, ସେମାନେ ଅସଲରେ ଠାକୁରଙ୍କୁ ମଧ୍ୟ ମାନନ୍ତି ନାହିଁ। ଠାକୁରଙ୍କୁ ମାନିଲେ ସେମାନେ ଠାକୁର ଯେଉଁମାନଙ୍କୁ ଭଲ ପାଆନ୍ତି, ଠାକୁର ଯେଉଁମାନଙ୍କୁ ଦେଇ ତାଙ୍କର କାର୍ଯ୍ୟ କରାନ୍ତି, ସେମାନଙ୍କ ପ୍ରତି ଟାଣ ଭଲ ପାଇବା ରହିବ ହିଁ। କିନ୍ତୁ ଠାକୁରଙ୍କୁ ମାନେ ଆଉ କାହାକୁ ମାନେ ନାହିଁ, ଏଇ କଥା ଆତ୍ମକେନ୍ଦ୍ରିକତାର କଥା। ଆତ୍ମକେନ୍ଦ୍ରିକ ଲୋକମାନେ ହିଁ ଏମିତି କହନ୍ତି, କାରଣ ଇଷ୍ଟଙ୍କୁ ନେଇକି ତ ସବୁ କିଛି, ଇଷ୍ଟଙ୍କୁ ବାଦ ଦେଇ ତ କିଛି ନାହିଁ। ୟୁ ଆର୍ ଫର୍ ଦ ଲର୍ଡ, ନଟ୍ ଫର୍ ଅଦର୍ସ। ୟୁ ଆର୍ ଫର୍ ଦ ଲର୍ଡ ଆଣ୍ଡ ସୋ ଫର୍ ଅଦର୍ସ। ଏହି ବାଣୀଟିକୁ ନିର୍ଦ୍ଦେଶ କରି ଶ୍ରୀ ଶ୍ରୀ ପିତୃଦେବ କହିଲେ, ପ୍ରଥମେ ଇଷ୍ଟ, ତାଙ୍କୁ ନେଇ ହିଁ ସବୁକିଛି, ଆଗେ ତାଙ୍କର ହେଇଯିବାକୁ ପଡ଼ିବ। ତାଙ୍କର ହେଇଯିବାକୁ ହୁଏ, ତାହା ନହେଲେ ଆମେ ଆଉ କାହାର ମଧ୍ୟ ହେଇପାରିବୁ ନାହିଁ। ଆମେ ଯଦି ଇଷ୍ଟଙ୍କର ହେଇପାରିଲୁ ନାହିଁ, ହେଲେ ମୁଁ କାହାର ହେଇପାରିବି ନାହିଁ। ଏଇ କିଛି ଦିନ ପୂର୍ବରେ ପରମ ପ୍ରେମ ଶ୍ରୀ ଠାକୁରଙ୍କର ଗୋଟିଏ ତୁରଡି ନାମକ ସ୍ଥାନରେ ଉତ୍ସବରେ ବିହାରରୁ ଜଣେ ଫୌଜି ଦାଦା, ଠାକୁରଙ୍କର ସହପତ୍ରୀ ଦାଦା ଆସିଥିଲେ। ସିଏ ସେଠି ଲୋକମାନଙ୍କ ସାଙ୍ଗରେ ମିଶିକି ସେ କେବଳ ମାତ୍ର ଗୋଟିଏ କଥା କହନ୍ତି, ଠାକୁର କିଏ? ମୁଁ ଠାକୁରଙ୍କର ସେବକ, ଠାକୁର କିଏ ଜାଣିଛନ୍ତି? ଏମିତି କହି କହି ତାଙ୍କ ଜୀବନର କିଛି କିଛି ମୁହୂର୍ତ୍ତର କଥା ସମସ୍ତଙ୍କ ସାମ୍ନାରେ ସମସ୍ତଙ୍କୁ ବାଣ୍ଟିଲେ। ଆଚାର୍ଯ୍ୟ ଦେବ କିଏ? ହମ କଣ ହେ? ଏମିତି ଭାବରେ କଥା କହିକି ସେ ଆସିକି 3 ଦିନ ମାତ୍ର ରହିଥିଲେ, କିନ୍ତୁ ସମସ୍ତଙ୍କୁ ପରମ ପ୍ରେମମୟ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଯେ ପରମ ପ୍ରେମୀ, ତାଙ୍କର ଦୟାର ସେ ଯେ ଅସୀମ ସସୀମ ହେଇକି ଆମ ମଧ୍ୟରେ ଆସିଛନ୍ତି। ପରଶମଣିର ପରଶ ପାଇକି ଲୁହା ସୁନାରେ ବଦଳିଯାଏ, କିନ୍ତୁ ସେ ଲୁହାକୁ, ଯୋଉ ଲୁହାଟି ପରଶରେ ସୁନାରେ ବଦଳିଯାଏ, ସେଇ ସୁନା ଦେଇକି ଆଉ ଗୋଟେ ଲୁହାକୁ ଛୁଇଁଲେ କିନ୍ତୁ ସୁନା ହୁଏ ନାହିଁ। କିନ୍ତୁ ପରମ ପ୍ରେମମୟ ଶ୍ରୀ ଠାକୁର ଏମିତି ପରଶମଣି, ଯାହାଙ୍କ ସଂସ୍ପର୍ଶରେ ଯାହାଙ୍କର ସାନ୍ନିଧ୍ୟ ଲାଭ କରନ୍ତି, ଯିଏ ତାଙ୍କର ସାନ୍ନିଧ୍ୟରେ ଆଉ ଯିଏ ଯାଆନ୍ତି, ସିଏ ମଧ୍ୟ ପରଶମଣିରେ ସୁନାରେ ପରିବର୍ତ୍ତନ ହୋଇଯାଏ। ଆଜି ମୁଁ ନିଜ ଆଖିରେ ତାଙ୍କୁ ଦେଖି ଏହି କଥାଟି ଅନୁଭବ କଲି। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି, ସିଧାସଳଖ ଆଶୀର୍ବାଦ ପାଇଛନ୍ତି। ସେ ପ୍ରେମରେ ପାଗଳ ହେଇଛନ୍ତି। ଆଚାର୍ଯ୍ୟ ଦେବଙ୍କ କଥା କହି, ଠାକୁରଙ୍କ କଥା କହି ଏମିତି ପାଗଳ ପରା ହେଇଛନ୍ତି ଯେ ଅନ୍ୟ ସମସ୍ତଙ୍କୁ ମଧ୍ୟ ପାଗଳ କରିଦେଇଛନ୍ତି। ସେ ଯେତେବେଳେ 3 ଦିନ ଥିଲେ, 3 ଦିନ ପରେ ଯେତେବେଳେ ଯାଉଥିଲେ, ସମସ୍ତେ କାନ୍ଦି ପକେଇଲେ। ରାସ୍ତା ଘାଟରେ ଯୋଉଠି ପାଇଲେ ସେ ତାଙ୍କୁ ଜାବୁଡ଼ି ଧରିକି, ଯେ ଆପଣଙ୍କୁ ଛାଡ଼ି ଆମେ କେମିତି ରହିବୁ? ଏଇ ଯୋଉ ପ୍ରେମ,
କେବଳ ମାତ୍ର ଠାକୁରଙ୍କୁ ଭଲ ପାଇଛନ୍ତି, ଇଷ୍ଟ ପ୍ରତିଷ୍ଠା ହିଁ ତାଙ୍କ ଜୀବନର ସବୁକିଛି। ତେଣୁକରି ସମସ୍ତେ ସେମିତି ଭାବରେ ଉଦ୍ବେଳିତ ହୋଇଛନ୍ତି, ଅନୁପ୍ରେରିତ ହୋଇଛନ୍ତି, ତାଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି। ତାଙ୍କ କଥା କହିଲେ ନ ସରେ। ଏବେ ପର୍ଯ୍ୟନ୍ତ ମୁଁ ଖବର ପାଏ ଯେ ଗାଁରେ ଲୋକମାନେ ତାଙ୍କୁ ମନେ ପକେଇ ପକେଇ ସମସ୍ତଙ୍କ ଆଖିରେ ପାଣି ପଳେଇ ଆସେ। ଏଇ ପରଶମଣିର ପରଶରେ ଲୁହା ଯେମିତି ସୁନାରେ ପରିବର୍ତ୍ତନ ହେଇଯାଏ, ସେ ସୁନା କାହାକୁ ଲୁହା କରିପାରନ୍ତିନି, କିନ୍ତୁ ପରମ ପ୍ରେମମୟ ଶ୍ରୀ ଠାକୁର ଏମିତି ପରଶମଣି ଯାହାଙ୍କ ସଂସ୍ପର୍ଶରେ ଯାଇ ଲୋକ ସୁନାରେ ବଦଳନ୍ତି ଏବଂ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଯାଆନ୍ତି ସମସ୍ତେ ସୁନାରେ ପରିବର୍ତ୍ତିତ ହେଇଯାଆନ୍ତି। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ମଧ୍ୟ ଆମର ସେହି ଆଚାର୍ଯ୍ୟ ହିଁ ଈଶ୍ୱର। ଆଜି ପାଇଁ ସମସ୍ତେ ଇଷ୍ଟଙ୍କୁ ଜୀବନର ପ୍ରଥମ ମୂଳ କରି ଚାଲିଲେ ହିଁ ଆମମାନଙ୍କର ସବୁ କିଛି ଠିକ ହେବ, ସବୁ ପାଇବାଟା ପାଇବା ଭଳି ଲାଗିବ। ନହେଲେ ସ୍ତ୍ରୀ ପୁତ୍ର କନ୍ୟା ଧନ ସମ୍ପତ୍ତି ସବୁ କିଛି କେତେବେଳେ କୁଆଡେ ପଳେଇଯିବ କିଏ ବୁଝିପାରିବନି। ମୋର ଅତି ପ୍ରିୟ ଯେଉଁମାନେ ସେମାନେ ବି କେତେବେଳେ କୁଆଡେ ଯାଇକି ହଜିଯିବେ କିଛି କହିହେବନି, ତାର କିଛି ଗ୍ୟାରେଣ୍ଟି ଆମେ ଦେଇପାରିବୁ ନାହିଁ। ତ ଯିଏ ସବୁଠୁ ଆପଣାର ଚିରନ୍ତନ, ଯେତେବେଳେ କେହି ନଥିଲେ ମୋର ସେତେବେଳେ ମଧ୍ୟ ସେ ଥିଲେ, ଆଜି ଅନେକ ଲୋକ ଅଛନ୍ତି, ଏବେ ମଧ୍ୟ ସେ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଯିଏ ରହିବେ ତାଙ୍କୁ ଧରିକି ଆଗେଇ ବଢିବା। ତୁମେ ଲତାର ସ୍ୱଭାବ ଆଦର୍ଶ ରୂପୀ ବୃକ୍ଷକୁ ଲତାର ସ୍ୱଭାବ ଅବଲମ୍ବନ କର, ଆଉ ଆଦର୍ଶ ରୂପୀ ବୃକ୍ଷକୁ ଜାବୁଡି ଧର, ଠାକୁର କହିଛନ୍ତି। ଠିକ ଅଛି, ଆଜି ପାଇଁ ସମସ୍ତେ ଭଲରେ ରହିବେ, ପରମ ପ୍ରେମମୟଙ୍କୁ ଜୀବନରେ ନେଇ ଆନନ୍ଦରେ ଜୀବନ ଅତିବାହିତ କରିବେ। ଜୟ ଗୁରୁ।